ଶୁଣନ୍ତୁ ଆଜ୍ଞା, ସକାଳ 8:30 8টাର ସମୟ ହବ। ମୁଁ ଘରେ ବସି ଦୁଆର ମୁହଁରେ ବସି ଚାହା ପିଉଥିଲି। ସେ ଝିଅଟି ଜଳନ୍ତା ଅବସ୍ଥାରେ ଦୌଡ଼ିକି ଯାଇ ମୋ ଘର ଠିକ ପହଞ୍ଚିଗଲା। କେତେଟା ସମୟ ହବ? 8ଟାରୁ 8:30। ମୁଁ ତ ସମୟ ଠିକ ସେ ଆଜ୍ଞା ଦେଖିନି ନା। ହଁ। 8ଟାରୁ 8:30 ଭିତରେ। ଆଚ୍ଛା ଆଚ୍ଛା। ସକାଳୁ ତ ଚା ପିଇବା ସମୟ ଯେତିକି ସମୟ ହବ। କିନ୍ତୁ ସେ ଝିଅଟା ଜଳନ୍ତା ଅବସ୍ଥାରେ ମତେ କହିଲା, ହାତ ଯୋଡ଼ିକି କ୍ଷମା ମାଗିଲା। ମତେ କହିଲା ପାଣି ଦିଅ, ମତେ ଟିକେ ଆଜ୍ଞା ବଞ୍ଚାଅ। ମୁଁ କହିଲି ମା କଣ ହେଇଛି ତୋର? ମାନେ ମତେ 3 ଜଣ ଦୁର୍ବୃତ୍ତ ଟେକି ଆଣିକି ଏମିତି କଲେ। କଣ କଲେ ନା ମୋ ଦେହରେ ନିଆଁ ଲଗେଇଲେ। ମୁଁ କହିଲି କିଏ ସେ ପିଲା? ନା ମୁଁ ସେ ପିଲାକୁ ଚିହ୍ନିନି। ମୁଁ କହିଲି କୋଉ ଜାଗା? ସିଏ ତା ଭାଷାରେ କହିଲା ମନ୍ଦିର ତଳେ। ମୁଁ ଆଜ୍ଞା ମନ୍ଦିର ତଳ ଖୋଜିଲି ପାଇଲିନି। ଗୋଡେଇ ଗୋଡେଇକିରି ଗଲି ପାଇଲିନି। ଏ ଜାଗା ବୋଲି ଆମେ ପଛରେ ଆସିକି କିନ୍ତୁ ଆଜ୍ଞା ଯିଏ ଦୋଷୀ, ଯିଏ ବି ଦୋଷୀ, ଗୋଟେ ଘଟଣା ଘଟିଛି ଆଜ୍ଞା ଲିଭିନି, ପୁଣି ଗୋଟେ ନିଆଁ ଲାଗିଲାଣି। ସରକାର ଭିତରେ ଧାନ ଦିଅନ୍ତୁ। ମୋର ସାମ୍ବାଦିକ ଭାଇମାନେ ବହୁତ ସାହାଯ୍ୟ କରିଛନ୍ତି, ତାଙ୍କୁ ବି ଧନ୍ୟବାଦ ଦଉଛି। କିନ୍ତୁ ଏଇଟା ଆଜ୍ଞା ଯିଏ ବି ଦୋଷୀ ସେ ଦଣ୍ଡ ପାଉ। ଆଚ୍ଛା, ଗୋଟେ କଥା ଜାଣିପାରିବି, ସେମାନେ କିରୋସିନ ବ୍ୟବହାର କରିଥିଲେ ନା ଏସିଡ ବ୍ୟବହାର କରିଥିଲେ ପୋଡିବା ପାଇଁ? ସେଇଟା ଆଜ୍ଞା ମୁଁ କହିପାରିବିନି, କିନ୍ତୁ ବୋତଲ ଅଛି, ସେଥିରେ ଏସିଡ ଥିଲା କି କିରୋସିନ ଥିଲା ମୁଁ କହିପାରିବିନି ଆଜ୍ଞା। ଆପଣ ଯେତେବେଳେ ଦେଖିଥିଲେ ଝିଅଟିର କେତେ ଅଂଶ କୋଉ କୋଉ ଅଂଶ? ଅଳ୍ପ ଆଜ୍ଞା, ଖାଲି ଏଇଟାକୁ ଛାଡି ଆଉ ସବୁ ଜଳୁଛି। ସେ ଏମିତି ଠିଆ ହେଇଛି ମୋ ଆଗରେ। ମତେ କହୁଛି ବଞ୍ଚାଅ, ଏମିତି ହାତ ଯୋଡ଼ି କହୁଛି ମତେ ଆଜ୍ଞା ବଞ୍ଚାଅ ବଞ୍ଚାଅ ବଞ୍ଚାଅ। ଆପଣ କେମିତି ଦେଖିଲେ ନିଆଁ ଜଳୁଛି, ଆପଣ ପୁଣି ଆପଣ ପାଣି ଫାଣି ଆଣିକି ନା ନା, ମୋ ସ୍ତ୍ରୀ କହିଲି ମୋ ଲୁଗାରେ ତାକୁ ଆଗ ଦିଆ ତକ ଲୁଗେଇକି ବାଡେଇ ବାଡେଇକି, ତାପରେ ଲୁଗା ଚାରିଖଣ୍ଡ ମୋ ଝିଅ ମାନଙ୍କୁ କହିଲି ତାକୁ ଘେରିକି ଧର। ଡ୍ରେସ ଆଣିକି ଦେଲି, କିନ୍ତୁ ପିନ୍ଧିଲା। ତାଙ୍କ ବସ୍ତିକି ଗଲି, ତାଙ୍କ ବସ୍ତିରେ ଲୋକଙ୍କୁ ଡାକିଲି। ତାପରେ 108 କୁ ଫୋନ କଲି, ପୋଲିସକୁ ଫୋନ କଲି। ଅଛନ୍ତି ଯେ ଉଦ୍ଧାର କରିଥିଲେ, ସାମ୍ବାଦିକ ଭାଇ ମାନଙ୍କୁ ମୋର ଧନ୍ୟବାଦ, ବହୁତ ପରିଶ୍ରମ କଲେ।